ସାର୍ ନମସ୍କାର। ନମସ୍କାର। ସାର୍ ମନଟା କାହିଁକି ଦୁଃଖ କରୁଛନ୍ତି? ଦୁଃଖ କରିବାକୁ ପଡୁଛି। କାହିଁକି କହୁନାହାନ୍ତି କହୁନାହାନ୍ତି। ବହୁତ ବହୁତ ପ୍ରକାର ଦୁଃଖ ଅଛି। ସାର୍ କୁହନ୍ତୁ ଟିକେ ଆମକୁ ଟିକେ ସେୟାର କରିଦିଅନ୍ତୁ। ହୁଏତ ହୁଏତ ଆମକୁ ସେୟାର କରିଦେଲେ ଆପଣଙ୍କ ଦୁଃଖଟା ହୁଏତ ଟିକେ କମିଯାଇପାରେ। ହଁ, କମି ଯାଇପାରେ, ନ କମି ବି ପାରେ। କାହିଁକି କାହିଁକି ଏମିତି ଭାବୁଛନ୍ତି ସାର୍ କହିଲେ? ଏଇଥିପାଇଁ ଏଇଆ ଭାବୁଛି, ଯେଉଁ ପ୍ରକାର କୋଶ୍ଚିନ୍ ଆସିବ ସେଇ ପ୍ରକାର ଆନ୍ସର ହବ। ସତ ନା କ'ଣ? ହଁ, ଆଉ ଆପଣଙ୍କୁ ନେଇ ଏଠି କ'ଣ ବୋର୍ଡ ପରୀକ୍ଷା ଦେବାକୁ ବସୁଛନ୍ତି ନା କ'ଣ? କିଛି ନାହିଁ, ବୋର୍ଡ ପରୀକ୍ଷା ନଦେଲେ ବି ଚଳିବ। ଭାବିଦିଅ ଏଇଟା ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ। ଆଚ୍ଛା ସାର୍ କହିଲେ ଆପଣ ଏଇନେ ଘରକୁ ଛାଡ଼ିକି ଆସିଲେନି, ଭୁବନେଶ୍ୱର ଆସିଛନ୍ତି, ଭଞ୍ଜକଳା ମଣ୍ଡପ ନାଟକ କରିବେ। ଘର ବିଷୟରେ ଟିକେ କହିଲେ। କ'ଣ କହିବି ଘର ବିଷୟରେ? ଘର ହେଉଛି ଅଗାଧ ସମୁଦ୍ର, ଦି କୂଳକୁ ନାହିଁ, ଦି କୂଳକୁ ନାମ ନାହିଁ। କ'ଣ କହିବି ଘର ବିଷୟ? କାହିଁକି କାହିଁକି ଆପଣ କାନ୍ଦୁଛନ୍ତି କାହିଁକି? କୁହନ୍ତୁ କୁହନ୍ତୁ, କାନ୍ଦନ୍ତୁନି। ଘର ବିଷୟ କହିଲେ ବହୁତ କାନ୍ଦ ଲାଗୁଛି। ନାଇଁ ନାଇଁ, କାନ୍ଦିବାରେ କିଛି ନାହିଁ, କାରଣ ଆମେ 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 କେବଳ ଆପଣଙ୍କ ସହିତ ବନ୍ଧୁତା ହିସାବରେ ପଚାରୁଛୁ। ଆପଣ କାନ୍ଦନ୍ତୁନି। କୁହନ୍ତୁ। ବନ୍ଧୁ ହିସାବରେ ପଚାରିଲେ ବି ମୁଁ ବନ୍ଧୁ ହିସାବରେ ମୋତେ କାନ୍ଦିକି କହିବାକୁ ପଡ଼ୁଛି। ଓ ତଥାପି କୁହନ୍ତୁ ଆଜ୍ଞା, କ'ଣ ହେଇଛି, କ'ଣ ପ୍ରୋବ୍ଲେମ୍? ପଚାରୁନାହାନ୍ତି, ଯାହା ପଚାରିବେ ମୁଁ କାନ୍ଦିକି କହିବି। ସାର୍ କ'ଣ କ'ଣ ହେଇଛି କହୁନାହାନ୍ତି।